ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ପରିସରରେ ଆଜି ଅସ୍ୱା ଏନ୍ଜିଓ ପକ୍ଷରୁ ଧାନ ପରବର୍ତ୍ତୀ ପଡ଼ିଆ ଜମିର ବିସ୍ତୃତ ପରିଚାଳନା ଯୋଜନା 2024-25 କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଧାନ ପରବର୍ତ୍ତୀ ଫସଲର ସଫଳତା ନିମନ୍ତେ ବିହନ ଏବଂ ଅନ୍ୟାନ୍ୟ କୃଷିଭିତ୍ତିକ ସାମଗ୍ରୀ ବିତରଣ କାର୍ଯ୍ୟକ୍ରମ ମାଧ୍ୟମରେ ଚାଷୀମାନଙ୍କୁ ନାକଚଣା ମଞ୍ଜି ବଣ୍ଟନ କରାଯାଇଛି। ଏହି ନାକଚଣା ମଞ୍ଜି ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ଲୋକପ୍ରିୟ ବିଧାୟକ ମନୋହର ରନ୍ଧାରୀ, ସମ୍ମାନିତ ଅତିଥି ପଞ୍ଚାୟତ ଅଧ୍ୟକ୍ଷା ବୀଣା ମାଝୀ ଓ ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ବିଡିଓ ଶରତ ମାଝୀ, ସାଂସଦ ପ୍ରତିନିଧି ଜେ ରାଜଶେଖର ରାଓ, ବିଧାୟକ ପ୍ରତିନିଧି ଏମ୍ ବୁଲୁ ରାଓ, ସୁରେନ୍ଦ୍ର ମିଶ୍ର, ଏମ୍ ଅପ୍ପା ରାଓ, ଜୟନ୍ତ କୁମାର ପାତ୍ର, ବ୍ଲକ ସହକାରୀ କୃଷି ଅଧିକାରୀ ସୌମେନ୍ଦ୍ର ବିଶ୍ୱାସ, ଅସ୍ୱା ସଂସ୍ଥାର ଜିଲ୍ଲା ସଂଯୋଜକ ଆଲୋକ କୁମାର ପଣ୍ଡା, ବ୍ଲକ ସଂଯୋଜକ ଶୁଭେନ୍ଦୁ ମିଶ୍ର ପ୍ରମୁଖଙ୍କ ସହ ବହୁ ଚାଷୀ ଉପସ୍ଥିତ ରହିଥିଲେ। ପ୍ରଥମେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିମାନଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା। ସରକାରଙ୍କ ଯୋଜନାରେ ଆସୁଥିବା ନାକଚଣା ମଞ୍ଜି ନେଇ ଚାଷ କରି ଅଧିକ ଲାଭବାନ ହେବାକୁ ସମସ୍ତ ଅତିଥିବୃନ୍ଦ ପରାମର୍ଶ ଦେଇଥିଲେ। ଏନ୍ଜିଓ ପକ୍ଷରୁ ବ୍ଲକରେ 1400 ହେକ୍ଟର ବା 3500 ଏକର ଜମି ପାଇଁ ନାକଚଣା ମଞ୍ଜି ବାଣ୍ଟିବାକୁ ଥିବାବେଳେ ଆଜି 200 ଜଣ ଚାଷୀଙ୍କୁ ନାକଚଣା ମଞ୍ଜି ମୁଖ୍ୟ ଅତିଥି ସମ୍ମାନିତ ଅତିଥିମାନଙ୍କ ଦ୍ୱାରା ବଣ୍ଟନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଜେଡି ଓ ବିଜେପି ଦଳର ନେତୃବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ। ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍ ଟିଭି ଲାଇଭ୍।